ବାହାଘରରେ ଭୂତଙ୍କର ଭୋଜି। ଏଠି ବାହାଘର ହେଲେ ପ୍ରଥମେ ଭୂତମାନଙ୍କୁ କରାଯାଏ ନିମନ୍ତ୍ରଣ। ହୁଏ ଭୂତମାନଙ୍କର ବାହାଘର। ଭୂତଙ୍କ ସହିତ ବାହାଘର ପାଇଁ ଡାକାଯାଏ ନିଲାମ। ଜାଣନ୍ତୁ କେଉଁଠି ଏବଂ କାହିଁକି। ନମସ୍କାର, ଡିଟିଭି ଓଡ଼ିଆର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ପ୍ରତି ଦେଶ, ଧର୍ମ ଏବଂ ସମୁଦାୟର ନିଜ ନିଜର ପ୍ରଥା, ପରମ୍ପରା ତଥା ଲୋକ ମାନ୍ୟତା ରହିଛି। ଆଉ ତାକୁ ସମସ୍ତେ ବେଶ ଆଗ୍ରହ ଓ ଉତ୍ସାହର ସହିତ ପାଳନ କରନ୍ତି। ତେବେ ଏହି ପ୍ରଥା ପରମ୍ପରା ମଧ୍ୟରୁ କିଛିଟା ବେଶ ଆଶ୍ଚର୍ଯ୍ୟଜନକ ଅଟେ, ଯାହାକୁ ଦେଖି ଅନ୍ୟମାନେ ଚକିତ ହୁଅନ୍ତି। ସେମିତି ଏକ ପ୍ରଥା ଚାଇନାରେ ପ୍ରଚଳିତ ରହିଛି, ଯାହାକୁ ଘୋଷ୍ଟ ୱେଡିଂ ବୋଲି କୁହାଯାଏ। ଏହା 3000 ବର୍ଷ ପୁରୁଣା ପରମ୍ପରା ଅଟେ। ଖାସ୍ କରି ସାଂଜି ପ୍ରାନ୍ତରେ ପାଳିତ ହେଉଥିବା ଏହି ପରମ୍ପରାରେ 2 ଜଣଙ୍କର ବିବାହ କରାଯାଏ, ଯେଉଁମାନେ କି ବିବାହ କରିବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି। ଏଭଳି ବିବାହ କରାଇବା ପଛର କାରଣ ହେଉଛି, ଯେଉଁ ବିବାହର ସୁଖ ସେମାନଙ୍କୁ ଜୀବିତ ଥିବା ସମୟରେ ମିଳିନଥିଲା, ତାହା ମରିବା ପରେ ମିଳୁ, ଯାହାଦ୍ୱାରା ମୃତ୍ୟୁ ପରେ ସେମାନଙ୍କର ଜୀବନ ସୁଖମୟ ହେଉ। ଏହି ବିବାହ ବେଳେ ପୁରୁଷର କବର ଭିତରେ ନାରୀର ଅସ୍ଥିକୁ ରଖି ଦିଆଯାଏ, ଯାହାଦ୍ୱାରା କି ସେମାନେ ସାଙ୍ଗ ହୋଇ ରହିପାରିବେ। ଏହି ବିବାହ ବେଶ ଧୁମଧାମ ସହକାରେ କରାଯାଏ। କନିଆକୁ ଗହଣା ବି ଦିଆଯାଏ। ତେବେ ଏବେ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଏହି ପ୍ରଥା କଳୁଷିତ ହେବାକୁ ଲାଗିଲାଣି। ବିବାହ ପୂର୍ବରୁ ମୃତ୍ୟୁବରଣ କରିଥିବା ପୁରୁଷ ପାଇଁ କୌଣସି ନାରୀର ମୃତ୍ୟୁ ଶରୀର ନ ମିଳିଲେ ପୁରୁଣା କବର ଖୋଳିକି ଶବ ଚୋରି କରାଯାଉଛି। ଏମିତିକି ଯୁବତୀଙ୍କର ମୃତ ଶରୀର ଓ ହାଡ଼ ବଜାରରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି। ତେବେ ଏଭଳି ଏକ ସ୍ଥାନ ମଧ୍ୟ ରହିଛି, ଯେଉଁଠି ବାହାଘର ହେଲେ ପ୍ରଥମେ ଭୂତମାନଙ୍କୁ କରାଯାଏ ନିମନ୍ତ୍ରଣ। ଦର୍ଶକ ବନ୍ଧୁ, ଆପଣ କେବେ ଆତ୍ମାମାନଙ୍କୁ ପୂଜା କରାଯିବାର ଦେଖିଛନ୍ତି କି? ଛତିଶଗଡ଼ର ବସ୍ତରେ ଆବୁଜମାଦ ସମେତ କିଛି ଗାଁ ରହିଛି, ଯେଉଁଠାରେ ଆତ୍ମାମାନେ ବାସ କରନ୍ତି। ଏଠାରେ କେବଳ ଆତ୍ମାର ଘର ନାହିଁ, ବରଂ ଏହି ଗାଁ ଗୁଡ଼ିକରେ ଆତ୍ମାମାନଙ୍କୁ ମଧ୍ୟ ପୂଜା କରାଯାଏ। ବସ୍ତରର ଆବୁଜମାଦ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଆତ୍ମାମାନଙ୍କୁ ଘର ଦେଇ ପୂଜା କରନ୍ତି। ସେମାନେ ପରିବାରର ମଙ୍ଗଳ ପାଇଁ ଆତ୍ମାମାନଙ୍କୁ ନିମନ୍ତ୍ରଣ କରନ୍ତି ଏବଂ ପୂଜା କରନ୍ତି। ଆବୁଜମାଦ ଗାଁରେ ବର୍ଷ ବର୍ଷ ଧରି ଆତ୍ମାମାନଙ୍କୁ ଘର ଦେବାର ପରମ୍ପରା ଚାଲି ଆସିଛି। ଏହି ଗାଁର ଲୋକମାନେ ପିତୃପୁରୁଷକୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ସେମାନଙ୍କର ପୂର୍ବ ପୁରୁଷଙ୍କର ଆତ୍ମାକୁ ଘରେ ରଖି ପୂଜା କରନ୍ତି। ଆଦିବାସୀ ସମାଜରେ ଏହାକୁ ଆନାକୁଡୁମା ବୋଲି କୁହାଯାଏ। ଆନାକୁଡୁମା ଅର୍ଥ ଆତ୍ମାର ଘର। ଛତିଶଗଡ଼ ରାଜ୍ୟ ଅନୁସୂଚିତ ଜନଜାତି କମିଶନର ପୂର୍ବତନ ଅଧ୍ୟକ୍ଷ ଦେବଲାଲ ଦୁଗଡା ଏହି ଗ୍ରାମଗୁଡ଼ିକ ଏବଂ ଆତ୍ମାଗୁଡ଼ିକର ପୂଜା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଆଦିବାସୀ ସମାଜର ଲୋକମାନେ ବିଶ୍ୱାସ କରନ୍ତି ସେମାନଙ୍କର ପୂର୍ବ ପୁରୁଷଙ୍କର ଆତ୍ମା ଏଠାରେ ବାସ କରେ, ଯାହାଙ୍କୁ ପ୍ରତିଦିନ ପୂଜା କରାଯାଏ। ଆତ୍ମାମାନଙ୍କୁ ନିମନ୍ତ୍ରଣ କରାଯାଏ। ଯେତେବେଳେ ଗାଁରେ ବିବାହ ହୁଏ, ସର୍ବପ୍ରଥମେ ଆତ୍ମାମାନଙ୍କୁ ନିମନ୍ତ୍ରଣ କରାଯାଏ ଏବଂ ତାପରେ ସେହି ଆତ୍ମାମାନେ ଦମ୍ପତିଙ୍କୁ ସେମାନଙ୍କର ଆଶୀର୍ବାଦ ଦିଅନ୍ତି। ଏହା ସହିତ ଗାଁରେ ନୂତନ ଫସଲକୁ ଆତ୍ମାମାନଙ୍କୁ ଅର୍ପଣ ନ କରି ବ୍ୟବହାର କରାଯାଏ ନାହିଁ। ଯଦି କେହି ଭୁଲରେ ମଧ୍ୟ ଏହା କରନ୍ତି, ତେବେ ଗାଁରେ ସଙ୍କଟ ଦେଖାଯାଏ। ଏହା ପରେ ଏହାକୁ ଭୁଲ ଭାବରେ ଗ୍ରହଣ କରାଯାଏ ଏବଂ ପୂଜା ବି କରାଯାଏ। ପୂର୍ବପୁରୁଷମାନେ ଘରେ ବାସ କରନ୍ତି। ଦେବଲାଲ ଦୁଗଡା କହିଛନ୍ତି, ଆଦିବାସୀ ସମାଜର ଲୋକମାନେ ଆନାକୁଡୁମା ଉପରେ ବହୁତ ବିଶ୍ୱାସ ରଖନ୍ତି। ଗାଁରେ ମନ୍ଦିର ଭଳି ଏକ ଛୋଟ କୋଠରୀ ସହିତ ଏକ ଘର ବି ଅଛି, ଯେଉଁଥିରେ ଏକ ମାଟି ପାତ୍ର ରଖାଯାଏ। କୁହାଯାଏ ଯେ ଆଦିବାସୀ ସମ୍ପ୍ରଦାୟର ପୂର୍ବ ପୁରୁଷମାନେ ଏହି ପାତ୍ରରେ ବାସ କରନ୍ତି। ଏହି ଗ୍ରାମଗୁଡ଼ିକର ପ୍ରତ୍ୟେକ ଘରେ ପୂର୍ବ ପୁରୁଷଙ୍କ ପାଇଁ ଗୋଟିଏ କୋଠରୀ ଦିଆଯାଏ। ଆଦିବାସୀ ଗ୍ରାମଗୁଡ଼ିକରେ ଗୋଟିଏ ଗୋତ୍ରର ଲୋକଙ୍କ ସଂଖ୍ୟା ଅଧିକ ଅଟେ। ଏଭଳି ପରିସ୍ଥିତିରେ ଯେତେବେଳେ କେହି ମୃତ୍ୟୁବରଣ କରନ୍ତି, ସେହି ଗୋତ୍ରର ଲୋକମାନେ ସେମାନଙ୍କର ଆତ୍ମାକୁ ଅନାକୁଡୁମାରେ ସ୍ଥାପନ କରନ୍ତି, ଯାହାକୁ ପୂଜା କରାଯାଏ। ଏହି ଆତ୍ମାଗୁଡ଼ିକ ଦୁଷ୍ଟ ଆତ୍ମାଙ୍କୁ ରକ୍ଷା କରନ୍ତି। ବିଶ୍ୱାସ ଅନୁଯାୟୀ ଏହି ଆତ୍ମାଗୁଡ଼ିକ ଗାଁ ଲୋକଙ୍କୁ ଦୁଷ୍ଟ ଆତ୍ମାଠାରୁ ରକ୍ଷା କରିଥାନ୍ତି।
देवलाल दुग्धा कहते जे आदिवासी समाजर लोक माने केवल सेमानकर पूर्व पुरुषों को पूजा करती। पर्व किंबा विवाह भली विशेष अवसर रे एही आत्मा गुडी को पूजा करा जाए एवं आशीर्वाद भी लोड़ा जाए, किंतु केवल पुरुष माने एही आत्मा मानको घर को जाई परिबे। महिला किंबा झियो मानको एठाकू जीवा कड़ा निषेध करा जाइछि। विवाह रीतिनीति मध्य आत्मा मानको निमंत्रण करिबा परे आरंभ हुए। ब्यूरो रिपोर्ट डीटीवी ओडिया। 18 मई 2025 राहु चलिबे मीनरु बक्राचार होई कुंभ राशि। 18 मई 2025 रु 5 डिसेंबर 2026 पर्यंत राहु रहिबे कुंभ राशि। तेबे राहु केतुंकर चलन आपण को जीवन को किपरि करिवो प्रभावित जानिया पई देखंतु डीटीवी ओडिया। मेष ठारू मीन पर्यंत आपण मानक राशि राहु केतु चलन जानंतु फलाफल देखंतु केवल डीटीवी ओडिया। देखिबा पई चैनल को सब्सक्राइब करंतु, आपण वीडियो को सर्च करंतु। राहु केतु संपर्क में निज राशि राहु केतु चलन एवं प्रभाव विषय में आपण जानि परिबे। देखंतु राहु चलन केवल डीटीवी ओडिया। जदि आपणक जीवन रे व्यक्तिगत पारिवारिक समस्या, कर्मक्षेत्र नियुक्ति, वैवाहिक समस्या, वास्तु दोष एवं माली मकदमा आदि समस्या थाए ताहेले समस्यार समाधान और परामर्श पाई आमकु जोगाजोग करंतु। ज्योतिर्विद डॉक्टर भवानी शंकर महापात्र, बुधेश्वरी कॉलोनी, प्लॉट नंबर 26, भुवनेश्वर। फोन नंबर 9776833302 9439444924। आमर वेबसाइट www.srijagannathastro.com। डीटीवी ओडिया देखिवा पई सब्सक्राइब करंतु एवं बेल आइकन को मध्य दबाई दियंतु।